ଏହି ସରକାରୀ ଯୋଜନାରେ ପ୍ରତିଦିନ ମାତ୍ର 7 ଟଙ୍କା ବିନିଯୋଗ କରନ୍ତୁ, ମାସକୁ ମିଳିବ 5,000 ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଚାକିରି ପରେ ସମସ୍ତେ ତାଙ୍କ ଜୀବନର ବାକି ସମୟ ଆରାମରେ ବିତାଇବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ଟଙ୍କା ଦରକାର। ଏପରି ପରିସ୍ଥିତିରେ ପେନ୍ସନ୍ କାମରେ ଆସିଥାଏ। ପେନ୍ସନ୍ ସାହାଯ୍ୟରେ ଆପଣ ବାର୍ଦ୍ଧକ୍ୟକୁ ଭଲରେ ବିତାଇ ପାରିବେ। ଅଟଳ ପେନ୍ସନ୍ ଯୋଜନା ଏକ ଏପରି ଯୋଜନା ଯାହା ସମସ୍ତଙ୍କୁ ପେନ୍ସନ୍ ପାଣ୍ଠି ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରେ। ଏହା ବିଶେଷ ଭାବରେ କମ୍ ଆୟ ଥିବା ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ଏହି ଯୋଜନାରେ ଏକ ନୂତନ ନିୟମ ଯୋଡ଼ାଯାଇଥିଲା, ଯାହା ଅନୁଯାୟୀ ଟିକସ ଦେଉଥିବା ଲୋକମାନେ ଏହାର ଅଂଶ ହୋଇପାରିବେ ନାହିଁ। ଅଟଳ ପେନ୍ସନ୍ ଯୋଜନା 2015 ଆଉ 16ରେ ଆରମ୍ଭ ହୋଇଥିଲା ଏବଂ କରଦାତା ନିୟମ 2022ରେ ଲାଗୁ ହୋଇଥିଲା। ଏଥିରେ ଆପଣ ପ୍ରତି ମାସରେ 5,000 ଟଙ୍କା ପାଇବେ। ଏଥିରେ ଆପଣଙ୍କୁ ନିବେଶ ମଧ୍ୟ ହ୍ରାସ କରିବାକୁ ପଡ଼ିବ। ଅଟଳ ପେନ୍ସନ୍ ଯୋଜନାରେ ପ୍ରତିଦିନ ମାତ୍ର 7 ଟଙ୍କା ବିନିଯୋଗ କରିବାକୁ ହେବ। ଏହି ହିସାବରେ ପ୍ରତି ମାସରେ ମାତ୍ର 210 ଟଙ୍କା ବିନିଯୋଗ କଲେ ପ୍ରତି ମାସରେ 5,000 ଟଙ୍କା ପେନ୍ସନ୍ ମିଳିବ। ଏହାର ଅର୍ଥ ହେଉଛି ପ୍ରତିଦିନ ଆପଣଙ୍କୁ କେବଳ 7 ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଅଟଳ ପେନ୍ସନ୍ ଯୋଜନା ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଯଥା PFRDA ଦ୍ୱାରା ପରିଚାଳିତ। ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ଏଥିରେ ଟଙ୍କାର ସୁରକ୍ଷା ମଧ୍ୟ ରହିଛି। ଏହି ଯୋଜନାରେ ସର୍ବନିମ୍ନ ପେନ୍ସନ୍ 1,000 ଟଙ୍କା ଏବଂ ସର୍ବାଧିକ 5,000 ଟଙ୍କା ପେନ୍ସନ୍ ଉପଲବ୍ଧ। 18ରୁ 40 ବର୍ଷ ବୟସର ଲୋକମାନେ ଏଥିରେ ଟଙ୍କା ନିବେଶ କରିପାରିବେ। ଏହି ଯୋଜନା ଅନୁଯାୟୀ ଜଣେ ଗ୍ରାହକଙ୍କୁ ତାଙ୍କ ଅବଦାନ ଉପରେ ନିର୍ଭର କରି 60 ବର୍ଷ ବୟସ ହେବା ପରେ 1,000ରୁ 5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ସୁନିଶ୍ଚିତ କରାଯାଏ। ଯଦି ପେନ୍ସନ୍ଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କର ପେନ୍ସନ୍ ରାଶି ତାଙ୍କ ପତି କିମ୍ବା ପତ୍ନୀଙ୍କୁ ଦିଆଯାଏ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।